का क्या कहना। 28/11/24 ମଧୁର ମହାବାକ୍ୟ। ମିଠି ବାବା କହେ ମିଠେ ବୁଝେ ତୁମକୁ ଏକମାତ୍ର ବାବାଙ୍କ ଠାରୁ ହିଁ ଶୁଣିବାକୁ ହେବ ଏବଂ ନିଜେ ଶୁଣିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାକୁ ହେବ। ପ୍ରଶ୍ନ, ବାବା ତୁମମାନଙ୍କୁ କେଉଁ ଜ୍ଞାନ ଦେଇଛନ୍ତି ଯାହାକୁ ଅନ୍ୟମାନଙ୍କୁ ଶୁଣାଇବାକୁ ପଡ଼ିବ? ଉତ୍ତର, ବାବା ତୁମମାନଙ୍କୁ ଜ୍ଞାନ ଦେଇଛନ୍ତି ଯେ ତୁମେ ଆତ୍ମାମାନେ ସମସ୍ତେ ଭାଇ ଭାଇ ଅଟ। ତୁମକୁ ଏକମାତ୍ର ବାବାଙ୍କ ସ୍ମୃତିରେ ରହିବାକୁ ହେବ। ଏହି କଥାକୁ ତୁମେମାନେ ସମସ୍ତଙ୍କୁ ଶୁଣାଅ, କାହିଁକି ନା ତୁମକୁ ସମଗ୍ର ବିଶ୍ୱର ଆତ୍ମା ଭାଇମାନଙ୍କର କଲ୍ୟାଣ କରିବାକୁ ହେବ। ତୁମେମାନେ ହିଁ ଏହି ସେବାର ନିମିତ୍ତ ଅଟ। ଓମ୍ ଶାନ୍ତି। ବାସ୍ତବରେ ଓମ୍ ଶାନ୍ତି ବୋଲି କାହିଁକି କୁହାଯାଇଥାଏ? ଏହା ଆତ୍ମାର ପରିଚୟ। ଆତ୍ମାର ପରିଚୟ ଆତ୍ମା ହିଁ ଦେଉଛି। ଶରୀର ଦ୍ୱାରା ଆତ୍ମା ହିଁ କଥାବାର୍ତ୍ତା କରୁଛି। ଆତ୍ମା ବିନା ତ ଶରୀର କିଛି କରିପାରିବ ନାହିଁ। ତେଣୁ ଆତ୍ମା ଏହିଭଳି ନିଜର ପରିଚୟ ଦେଉଛି। ମୁଁ ଆତ୍ମା, ପରମ ପିତା ପରମାତ୍ମାଙ୍କର ସନ୍ତାନ। ସେମାନେ ତ କହିଦେଉଛନ୍ତି ଅହମ୍ ଆତ୍ମା ସ୍ୱପରମାତ୍ମା। ତୁମକୁ ଏହିସବୁ କଥା ବୁଝାଯାଉଛି। ବାବା ତ ତୁମକୁ ସନ୍ତାନ ବୋଲି କହିବେ ନା। ଆତ୍ମିକ ବାବା କହୁଛନ୍ତି, ହେ ଆତ୍ମିକ ସନ୍ତାନମାନେ, ଏହି କର୍ମେନ୍ଦ୍ରିୟ ଦ୍ୱାରା ତୁମେମାନେ ବୁଝୁଛ। ବାବା ବୁଝାଉଛନ୍ତି ପ୍ରଥମେ ଜ୍ଞାନ, ଜ୍ଞାନ ପରେ ପୁଣି ଭକ୍ତି। ଏହିପରି ନୁହେଁ ଯେ ପ୍ରଥମେ ଭକ୍ତି ପଛରେ ଜ୍ଞାନ। ପ୍ରଥମେ ଜ୍ଞାନ ଦିନ, ଭକ୍ତି ହେଉଛି ରାତି। ପୁନଃ ଦିନ କେବେ ଆସିବ? ଯେତେବେଳେ ଭକ୍ତି ପ୍ରତି ବୈରାଗ୍ୟ ଆସିବ। ଏ କଥା ତୁମମାନଙ୍କ ବୁଦ୍ଧିରେ ରହିବା ଉଚିତ। ଜ୍ଞାନ ଏବଂ ବିଜ୍ଞାନ ଦୁଇଟି କଥା ଅଟେ ନା। ଏବେ ତୁମେମାନେ ଜ୍ଞାନର ପାଠ ପଢ଼ୁଛ, ପୁଣି ସତ୍ୟଯୁଗ ତ୍ରେତା ଯୁଗରେ ତୁମମାନଙ୍କୁ ଜ୍ଞାନର ପ୍ରାରବ୍ଧ ମିଳିବ। ବର୍ତ୍ତମାନ ବାବା ଜ୍ଞାନ ଦେଉଛନ୍ତି ଯାହାର ପ୍ରାରବ୍ଧ ପୁଣି ସତ୍ୟଯୁଗରେ ମିଳିବ। ଏସବୁ ବୁଝିବାର କଥା ନା। ଏବେ ବାବା ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି। ତୁମେମାନେ ଜାଣିଛ, ପୁଣି ଆମେ ଜ୍ଞାନଠାରୁ ଉର୍ଦ୍ଧ୍ୱ ବିଜ୍ଞାନ ଅର୍ଥାତ୍ ନିଜର ଘର ଶାନ୍ତିଧାମକୁ ଯିବୁ। ଶାନ୍ତିଧାମକୁ ନା ଜ୍ଞାନ ନା ଭକ୍ତି କୁହାଯିବ, ତାକୁ ବିଜ୍ଞାନ କୁହାଯିବ। ତୁମେ ଜ୍ଞାନରୁ ଉର୍ଦ୍ଧ୍ୱକୁ ଶାନ୍ତିଧାମକୁ ଚାଲିଯାଉଛ। ଏହିସବୁ ଜ୍ଞାନକୁ ବୁଦ୍ଧିରେ ରଖିବାକୁ ହେବ। ବାବା ଜ୍ଞାନ ଦେଉଛନ୍ତି କେଉଁ ସ୍ଥାନକୁ ଯିବା ନିମନ୍ତେ? ଭବିଷ୍ୟତ ନୂଆ ଦୁନିଆ ଯିବା ପାଇଁ ଜ୍ଞାନ ଦେଉଛନ୍ତି। ନୂଆ ଦୁନିଆକୁ ଯିବ, କିନ୍ତୁ ପ୍ରଥମେ ନିଜର ଘରକୁ ନିଶ୍ଚିନ୍ତ ଯିବ। ମୁକ୍ତିଧାମକୁ ଯିବାକୁ ହେବ। ଆତ୍ମାମାନେ ଯେଉଁଠି ନିବାସ କରନ୍ତି ସେଠାକୁ ତ ନିଶ୍ଚିନ୍ତ ଯିବେ ନା। ଏହି ନୂଆ ନୂଆ କଥା ତୁମେମାନେ ହିଁ ଶୁଣୁଛ। ଆଉ କେହି ଏ କଥା ବୁଝିପାରିବେ ନାହିଁ। ତୁମେମାନେ ଜାଣିଛ, ଆମେ ଆତ୍ମାମାନେ ଆତ୍ମିକ ପିତାଙ୍କର ସନ୍ତାନ ଅଟୁ। ଆତ୍ମିକ ପିଲାମାନଙ୍କର ନିଶ୍ଚୟ ଆତ୍ମିକ ପିତା ଆବଶ୍ୟକ। ଆତ୍ମିକ ପିତା ଏବଂ ଆତ୍ମିକ ସନ୍ତାନ। ଆତ୍ମିକ ସନ୍ତାନମାନଙ୍କର ଏକମାତ୍ର ଆତ୍ମିକ ପିତା ଅଛନ୍ତି। ସେ ଆସି ଜ୍ଞାନ ଦେଉଛନ୍ତି। ବାବା କିପରି ଆସୁଛନ୍ତି ତାହା ମଧ୍ୟ ବୁଝାଉଛନ୍ତି। ବାବା କହୁଛନ୍ତି, ମୋତେ ମଧ୍ୟ ପ୍ରକୃତିରେ ଅର୍ଥାତ୍ ଶରୀରରେ ପ୍ରବେଶ କରିବାକୁ ପଡ଼ୁଛି। ଏବେ ତୁମକୁ କେବଳ ବାବାଙ୍କ ଠାରୁ ହିଁ ଶୁଣିବାକୁ ହେବ। ବାବାଙ୍କ ବ୍ୟତୀତ ଆଉ କାହାଠାରୁ ଶୁଣିବାର ନାହିଁ। ପିଲାମାନେ ନିଜେ ଶୁଣି ପୁଣି ଅନ୍ୟ ଆତ୍ମା ଭାଇମାନଙ୍କୁ ଶୁଣାଉଛନ୍ତି। କିଛି ନା କିଛି ଶୁଣାଉଛନ୍ତି ନିଶ୍ଚୟ। ନିଜକୁ ଆତ୍ମା ଭାବ। ବାବାଙ୍କୁ ମନେ ପକାଅ, କାହିଁକି ନା ସେ ପତିତ ପାବନ ଅଟନ୍ତି। ବୁଦ୍ଧି ବାବାଙ୍କ ପାଖକୁ ଚାଲିଯାଉଛି। ପିଲାମାନଙ୍କୁ ବୁଝାଇବା ଦ୍ୱାରା ବୁଝି ଯାଉଛନ୍ତି ଆଗରୁ ଅଜ୍ଞାନୀ ଥିଲେ। ଭକ୍ତି ମାର୍ଗରେ ଅଜ୍ଞାନତା କାରଣରୁ ରାବଣର କବଳରୁ ଆସି କ'ଣ ସବୁ କରୁଛନ୍ତି? କିପରି ଅପବିତ୍ର ହୋଇଯାଉଛନ୍ତି? ମଦ ପିଇ କ'ଣ ହୋଇଯାଉଛନ୍ତି? ମଦ ଅପବିତ୍ରତାକୁ ଆହୁରି ବଢ଼ାଇଥାଏ। ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ବେହେଦର ଅବିନାଶୀ ବାବାଙ୍କ ଠାରୁ ଆମକୁ ଅବିନାଶୀ ସମ୍ପତ୍ତି ନେବାକୁ ହେବ। କଳ୍ପ କଳ୍ପ ନେଇ ଆସିଛୁ। ସେଥିପାଇଁ ଦୈବୀ ଗୁଣ ମଧ୍ୟ ନିଶ୍ଚିନ୍ତ ଧାରଣ କରିବାକୁ ହେବ। କୃଷ୍ଣଙ୍କର ଦୈବୀ ଗୁଣର କେତେ ମହିମା ରହିଛି। କୃଷ୍ଣ କେତେ ମିଠା, ବୈକୁଣ୍ଠର ମାଲିକ ଅଟନ୍ତି। ବର୍ତ୍ତମାନର ଦୁନିଆକୁ କୃଷ୍ଣଙ୍କର ରାଜଧାନୀ କୁହାଯିବ ନାହିଁ। ଡିନାଇଷ୍ଟି ଅର୍ଥାତ୍ ରାଜବଂଶ ବିଷ୍ଣୁ ଅଥବା ଲକ୍ଷ୍ମୀ ନାରାୟଣଙ୍କର କୁହାଯିବ। ଏବେ ତୁମେମାନେ ଜାଣୁଛ, ବାବା ହିଁ ସତ୍ୟଯୁଗର ରାଜତ୍ୱ ସ୍ଥାପନା କରୁଛନ୍ତି। ଏହି ଚିତ୍ର ଆଦି ନଥିଲେ ମଧ୍ୟ ତୁମେମାନେ ଅନ୍ୟକୁ ବୁଝାଇ ପାରିବ। ବହୁତ ମନ୍ଦିର ତିଆରି ହେଉଛି। ଯାହାଙ୍କ ପାଖରେ ଜ୍ଞାନ ଅଛି ସେ ଅନ୍ୟର ମଧ୍ୟ କଲ୍ୟାଣ କରିବା ପାଇଁ, ନିଜ ସମାନ କରିବା ପାଇଁ ଦୌଡ଼ିବେ। ନିଜକୁ ଦେଖିବାକୁ ହେବ ଯେ ମୁଁ କେତେଜଣ ଆତ୍ମାକୁ ଜ୍ଞାନ ଶୁଣାଇଛି। କାହାକୁ କାହାକୁ ତୁରନ୍ତ ଜ୍ଞାନର ତୀର ଲାଗିଯାଏ।
ଭୀଷ୍ମ ପିତାମହ ଆଦି ମଧ୍ୟ କହିଛନ୍ତି ନା, ଆମକୁ କୁମାରୀମାନେ ବାଣ ମାରିଲେ। ଏମାନେ ସମସ୍ତେ ପବିତ୍ର କୁମାର କୁମାରୀ ଅର୍ଥାତ୍ ସନ୍ତାନ ଅଟନ୍ତି। ତୁମେ ସମସ୍ତେ ମୋର ସନ୍ତାନ। ତେଣୁ କହୁଛ ଯେ ଆମେ ବ୍ରହ୍ମାଙ୍କର ସନ୍ତାନ। ବ୍ରହ୍ମା କୁମାର କୁମାରୀ ଭାଇ ଭଉଣୀ ଅଟୁ। ଏହା ପବିତ୍ର ସମ୍ପର୍କ ଅଟେ। ତୁମେ ସମସ୍ତେ ପୋଷ୍ୟ ସନ୍ତାନ ଅଟ। ବାବା ହିଁ ତୁମମାନଙ୍କୁ ପୋଷ୍ୟ କରିଛନ୍ତି। ଶିବ ବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସନ୍ତାନମାନଙ୍କୁ ପୋଷ୍ୟ କରୁଛନ୍ତି। ବାସ୍ତବରେ ପୋଷ୍ୟ ଶବ୍ଦ ମଧ୍ୟ କୁହାଯିବ ନାହିଁ। ବାସ୍ତବରେ ତୁମେ ସମସ୍ତେ ଶିବ ବାବାଙ୍କର ହିଁ ତ ସନ୍ତାନ ଅଟ ନା। ସମସ୍ତେ ମୋତେ ଡାକୁଛନ୍ତି ଶିବ ବାବା ଆସ, କିନ୍ତୁ କିଛି ବୁଦ୍ଧିରେ ନାହିଁ। ସମସ୍ତ ଆତ୍ମାମାନେ ଶରୀର ଧାରଣ କରି ଅଭିନୟ କରୁଛନ୍ତି। ତେଣୁ ଶିବ ବାବା ମଧ୍ୟ ନିଶ୍ଚିନ୍ତ ଶରୀର ଧାରଣ ଦ୍ୱାରା ଅଭିନୟ କରିବେ ନା। ଶିବ ବାବା ଯଦି ଅଭିନୟ ନ କରିବେ ତେବେ ସେ ମଧ୍ୟ କେଉଁ କାମକୁ ନୁହନ୍ତି। ତାଙ୍କର କିଛି ମୂଲ୍ୟ ହିଁ ରହିବ ନାହିଁ। ତାଙ୍କର ମହତ୍ତ୍ୱ ଏଥିପାଇଁ ରହିଛି ଯେହେତୁ ସେ ସାରା ଦୁନିଆର ସଦ୍ଗତି କରୁଛନ୍ତି, ସେଇଥିପାଇଁ ଭକ୍ତି ମାର୍ଗରେ ତାଙ୍କର ମହିମା ଗାନ ମଧ୍ୟ କରୁଛନ୍ତି। ସଦ୍ଗତି ହେଲା ପରେ ଆଉ ବାବାଙ୍କୁ ମନେ ପକାଇବା ଦରକାର ହିଁ ନାହିଁ। ସେମାନେ କେବଳ ଗଡ଼ଫାଦର ଅର୍ଥାତ୍ ଈଶ୍ୱର ପିତା କହୁଛନ୍ତି। ତେଣୁ ଶିକ୍ଷକଙ୍କର ପରିଚୟ ମିଳିପାରୁନାହିଁ, କେବଳ କଥାରେ ରହିଯାଉଛି। ଏବଂ ପରମ ପିତା ପରମାତ୍ମା ପବିତ୍ର କରାଇଲା ବାଲା ଅଟନ୍ତି। ସେମାନେ ସଦ୍ଗତିଦାତା ବୋଲି ମଧ୍ୟ କହୁନାହାନ୍ତି। ଗାୟନ କରୁଛନ୍ତି, ସମସ୍ତଙ୍କର ସଦ୍ଗତିଦାତା ସେ ଅଟନ୍ତି, କିନ୍ତୁ ବିନା ଅର୍ଥରେ କହିଦେଉଛନ୍ତି। ଏବେ ତୁମେ ଯାହା କିଛି କହୁଛ ତାହା ସବୁ ଅର୍ଥ ସହିତ। ଜାଣିଛ, ଭକ୍ତି ରୂପୀ ରାତ୍ରି ଅଲଗା ଏବଂ ଜ୍ଞାନ ରୂପୀ ଦିନ ଅଲଗା ଅଟେ। ଦିନର ମଧ୍ୟ ସମୟ, ଭକ୍ତିର ମଧ୍ୟ ସମୟ ରହିଥାଏ। ଏହା ବେହେଦର କଥା। ତୁମମାନଙ୍କୁ ବେହେଦର ଜ୍ଞାନ ମିଳୁଛି। ଅଧା କଳ୍ପ ଦିନ ଏବଂ ଅଧା କଳ୍ପ ରାତି। ବାବା କହୁଛନ୍ତି ମୁଁ ରାତିକୁ ଦିନ କରିବା ପାଇଁ ଆସ। ତୁମେ ଜାଣିଛ ଅଧା କଳ୍ପ ରାବଣର ରାଜ୍ୟ ଚାଲୁଛି, ଯେଉଁଠି ଅନେକ ପ୍ରକାରର ଦୁଃଖ ରହିଛି। ପୁଣି ବାବା ନୂଆ ଦୁନିଆ ସ୍ଥାପନା କରିବା ପାଇଁ ଆସିଛନ୍ତି, ଯେଉଁଠାରେ କେବଳ ସୁଖ ହିଁ ସୁଖ ମିଳିଥାଏ। ଏ କଥା ମଧ୍ୟ କହନ୍ତି ଯେ ଏହା ସୁଖ ଏବଂ ଦୁଃଖର ଖେଳ ଅଟେ। ସୁଖ ଅର୍ଥ ରାମ, ଦୁଃଖ ଅର୍ଥ ରାବଣ। ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ, ତେଣୁ ରାମ ରାଜ୍ୟ ଆସୁଛି। ପୁଣି ଅଧା କଳ୍ପ ପରେ ରାବଣ ରାମ ରାଜ୍ୟ ଉପରେ ବିଜୟ ପ୍ରାପ୍ତ କରି ନିଜର ରାଜ୍ୟ କରିଥାଏ। ତୁମେମାନେ ଏବେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ। ପ୍ରତି ଅକ୍ଷର ତୁମେମାନେ ଅର୍ଥ ସହିତ କହୁଛ। ଏହା ହେଲା ତୁମର ଈଶ୍ୱରୀୟ ଭାଷା, ଯାହାକୁ କେହି ବି ବୁଝିପାରିବେ ନାହିଁ। ଈଶ୍ୱର କିପରି କଥା ହେଉଛନ୍ତି ତୁମେମାନେ ଜାଣିଛ? ଏହା ଈଶ୍ୱରଙ୍କର ପିତାଙ୍କର ଭାଷା, କାହିଁକି ନା ଈଶ୍ୱର ପିତା ହିଁ ଜ୍ଞାନର ସାଗର ଅଟନ୍ତି। ଗାୟନ ମଧ୍ୟ କରାଯାଏ ନା, ସିଏ ଜ୍ଞାନର ସାଗର, ନଲେଜ ଫୁଲ୍ ଅଟନ୍ତି। ତେଣୁ ନିଶ୍ଚିନ୍ତ କାହାକୁ ଜ୍ଞାନ ତ ଦେବେ ନା। ଏବେ ତୁମେମାନେ ଜାଣୁଛ ବାବା କିପରି ଜ୍ଞାନ ଦେଉଛନ୍ତି। ନିଜର ପରିଚୟ ଦେବା ସହିତ ସୃଷ୍ଟି ଚକ୍ରର ଜ୍ଞାନ ମଧ୍ୟ ଦେଉଛନ୍ତି, ଯେଉଁ ଜ୍ଞାନ ଦ୍ୱାରା ଆମେ ଚକ୍ରବର୍ତ୍ତୀ ରାଜା ହେଉଛୁ। ସୁଦର୍ଶନ ଚକ୍ର ଅଟେ ନା, ଯୋଗ ବଳ ଦ୍ୱାରା ଆମର ପାପ କଟିଯାଉଛି। ଏହା ତୁମମାନଙ୍କର ଯୋଗ ବଳର ଅହିଂସକ ଚକ୍ର ଅଟେ। ମୁଣ୍ଡ କାଟିବାର ଚକ୍ର ହିଂସକ ଚକ୍ର ଅଟେ। ଅଜ୍ଞାନୀ ମନୁଷ୍ୟ ଜଣେ ଜଣଙ୍କର ମୁଣ୍ଡ କାଟିଥାନ୍ତି। ତୁମେମାନେ ଏହି ସୁଦର୍ଶନ ଚକ୍ରକୁ ଜାଣିବା ଦ୍ୱାରା ରାଜତ୍ୱ ପାଉଛ। କାମ ମହାଶତ୍ରୁ ଅଟେ, ଯାହାଦ୍ୱାରା ଆଦି ମଧ୍ୟ ଅନ୍ତ ଦୁଃଖ ମିଳୁଛି। ତାହା ହେଲା ଦୁଃଖର ଚକ୍ର। ତୁମମାନଙ୍କୁ ବାବା ଏହି ଚକ୍ରର ଜ୍ଞାନ ବୁଝାଉଛନ୍ତି, ସୁଦର୍ଶନ ଚକ୍ରଧାରୀ କରିଦେଉଛନ୍ତି। ଶାସ୍ତ୍ର ତ କେତେ କଥା ଲେଖିଦେଇଛନ୍ତି। ତୁମେମାନେ ଏବେ ସେସବୁ ଭୁଲିଯିବାକୁ ପଡ଼ୁଛି। ଏବେ କେବଳ ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ, କାହିଁକି ନା ବାବାଙ୍କ ଠାରୁ ହିଁ ସ୍ୱର୍ଗର ସମ୍ପତ୍ତି ନେବୁ। ଯୋଗ ବଳ ଦ୍ୱାରା ନେବାକୁ ହେବ। କେତେ ସହଜ, ବେହେଦର ବାବା ନୂଆ ଦୁନିଆ ସ୍ଥାପନା କରୁଛନ୍ତି। ତେଣୁ ସମ୍ପତ୍ତି ନେବା ପାଇଁ ହିଁ ଯୋଗ କରୁଛ। ଏହା ହେଉଛି ମନ୍ମନା ଭବ, ମଧ୍ୟଜୀ ଭବ। ବାବା ଏବଂ ବାବାଙ୍କ ସମ୍ପତ୍ତିକୁ ସ୍ମରଣ କରି ପିଲାମାନଙ୍କର ଖୁସିର ପାରଦ ଚଢ଼ି ରହିବା ଉଚିତ। ଆମେ ବେଦ ବାବାଙ୍କର ସନ୍ତାନ ଅଟୁ। ବାବା ସ୍ୱର୍ଗ ସ୍ଥାପନା କରୁଛନ୍ତି। ଆମେ ସ୍ୱର୍ଗରେ ମାଲିକ ଥିଲୁ, ପୁଣି ନିଶ୍ଚିନ୍ତ ହେବ। ପୁଣି ତୁମେମାନେ ହିଁ ନର୍କବାସୀ ହୋଇଛ। ସତ୍ୟ ପ୍ରଧାନ ଥିଲ, ଏବେ ତମ ପ୍ରଧାନ ହୋଇଯାଇଛ। ଭକ୍ତି ମାର୍ଗରେ ମଧ୍ୟ ଆମେ ହିଁ ଆସିଥିଲୁ। ଆମେ ଅଲରାଉଣ୍ଡର ଚକ୍ର ଲଗାଇଛୁ। ଆମେ ଭାରତବାସୀ ହିଁ ସୂର୍ଯ୍ୟବଂଶୀ ଥିଲୁ, ପୁଣି
ଚନ୍ଦ୍ରବଂଶୀ ବୈଶ୍ୟବଂଶୀ ହୋଇ ତଳକୁ ଖସି ଆସିଛୁ। ଆମେ ଭାରତବାସୀ ଦେବୀ ଦେବତା ଥିଲୁ, ପୁଣି ଆମେ ହିଁ ତଳକୁ ଖସିଛୁ। ତୁମେମାନେ ଏବେ ସବୁ କଥା ଜାଣୁଛ। ବାମ ମାର୍ଗରେ ଯାଇ କେତେ ଛି ଛି ପତିତ ହୋଇଯାଉଛ। ମନ୍ଦିରରେ ମଧ୍ୟ ଏପରି ଛି ଛି ବିକାରୀ ଚିତ୍ର ତିଆରି କରାଯାଇଛି। ପୂର୍ବରୁ ଘଡ଼ିରେ ମଧ୍ୟ ଏପରି ଚିତ୍ର କରୁଥିଲେ। ଏବେ ଜାଣୁଛ ଆମେ କେତେ ଗୁଲଗୁଲୁ ଅର୍ଥାତ୍ ଫୁଲ ସଦୃଶ ଥିଲୁ। ପୁଣି ଆମେ ହିଁ ପୁନର୍ଜନ୍ମ ନେଇ ନେଇ କେତେ ଛି ଛି ହୋଇଯାଇଛୁ। ଏମାନେ ଯେତେବେଳେ ସତ୍ୟଯୁଗର ମାଲିକ ଥିଲେ ସେତେବେଳେ ଦୈବୀ ଗୁଣଧାରୀ ମନୁଷ୍ୟ ଥିଲେ। ଏବେ ଆସୁରୀ ଗୁଣଧାରୀ ହୋଇଯାଇଛନ୍ତି। ନଚେତ୍ ରୂପରେ ତ କୌଣସି ଫରକ ନାହିଁ। ବାସ୍ତବରେ କୌଣସି ଲାଞ୍ଜ ଅଥବା ଶୁଣ୍ଡଧାରୀ ମନୁଷ୍ୟ ନଥାନ୍ତି। ଏହା କେବଳ ଦେବତାମାନଙ୍କର ଚିହ୍ନ ଅଟେ। ବାକି ସ୍ୱର୍ଗ ତ ପ୍ରାୟ ଲୋପ ହୋଇଯାଇଛି। କେବଳ ଏହି ଚିତ୍ର ସବୁ ସ୍ମାରକୀ ରୂପରେ ଅଛି। ଚନ୍ଦ୍ରବଂଶୀଙ୍କର ମଧ୍ୟ ଚିତ୍ର ରହିଛି। ଏବେ ତୁମେମାନେ ମାୟା ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଯୁଦ୍ଧ କରୁଛ। ଯୁଦ୍ଧ କରି କରି ଫେଲ୍ ହୋଇଯାଇଥିବାରୁ ଏହାର ଚିହ୍ନ ସ୍ୱରୂପ ତୀର ଏବଂ ଧନୁ ଦେଇଛନ୍ତି। କିନ୍ତୁ ବାସ୍ତବରେ ଭାରତବାସୀ ଦେବୀ ଦେବତା କୂଳର ଅଟନ୍ତି, ନଚେତ୍ ସେମାନେ କେଉଁ କୂଳର ବୋଲି ଗଣାଯିବେ। କିନ୍ତୁ ଭାରତବାସୀ ନିଜର କୂଳ ବିଷୟରେ ଜାଣିନାହାନ୍ତି, ତେଣୁ ନିଜକୁ ହିନ୍ଦୁ ବୋଲି କହିଦେଉଛନ୍ତି। ବାସ୍ତବରେ ତୁମର କୂଳ ହିଁ ଗୋଟିଏ। ଭାରତରେ ସମସ୍ତେ ଦେବତା କୂଳର ଅଟନ୍ତି, ଯାହାକି ବେହେଦର ବାବା ହିଁ ସ୍ଥାପନା କରୁଛନ୍ତି। ଭାରତର ଶାସ୍ତ୍ର ମଧ୍ୟ ଗୋଟିଏ। ବର୍ତ୍ତମାନ ଡିଟି ଡିନାଷ୍ଟି ଅର୍ଥାତ୍ ଦୈବୀ ରାଜତ୍ୱର ସ୍ଥାପନା ହେଉଛି। ସେଥିରୁ ପୁଣି ଭିନ୍ନ ଭିନ୍ନ ଧର୍ମର ଶାଖା ବାହାରିବ। ବାବା ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି। ମୁଖ୍ୟ ହେଉଛି 4ଟି ଧର୍ମ, କିନ୍ତୁ ମୂଳଦୁଆ ଦେବୀ ଦେବତା ଧର୍ମ ଏବଂ ସମସ୍ତ ଆତ୍ମା ମୁକ୍ତିଧାମର ନିର୍ବାସୀ ଅଟନ୍ତି। ତୁମେମାନେ ପୁଣି ଦେବତାଙ୍କର ଶାଖାକୁ ଚାଲିଯିବ। ଭାରତର ଦେବୀ ଦେବତା ଧର୍ମର ସଂଖ୍ୟା ସୀମିତ ଅର୍ଥାତ୍ 33 କୋଟି, କିନ୍ତୁ ଅନ୍ୟ କୌଣସି ଧର୍ମର ସଂଖ୍ୟା ସୀମାବଦ୍ଧ ନଥାଏ। ପୁଣି ସେଥିରୁ ଅନ୍ୟ ଧର୍ମ ଡ୍ରାମାର ଯୋଜନା ଅନୁସାରେ ସ୍ଥାପନା ହୋଇଛି। ଭାରତର ଅସଲ ଧର୍ମ ହେଉଛି ଦେବୀ ଦେବତା, ଯାହାର ସ୍ଥାପନାକର୍ତ୍ତା କେବଳ ଭଗବାନ ନିଜେ ବାବା। ପୁଣି ନୂଆ ନୂଆ ପତ୍ର ବାହାରୁଛି। ଏହା ହେଉଛି ଈଶ୍ୱରୀୟ ବୃକ୍ଷ। ବାବା କହୁଛନ୍ତି ମୁଁ ଏହି ବୃକ୍ଷର ବୀଜ ଅଟେ। ଏହା ହେଉଛି ମୂଳଦୁଆ। ପୁଣି ସେଥିରୁ ଶାଖା ପ୍ରଶାଖା ବାହାରୁଛି। ମୁଖ୍ୟ କଥା ହେଉଛି ଆମେ ସବୁ ଆତ୍ମାମାନେ ଭାଇ ଭାଇ ଅଟୁ। ସବୁ ଆତ୍ମାଙ୍କର ପିତା ଜଣେ। ସମସ୍ତେ ତାଙ୍କୁ ହିଁ ମନେ ପକାଉଛନ୍ତି। ଏବେ ବାବା କହୁଛନ୍ତି ତୁମେମାନେ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ସବୁ କିଛି ଭୁଲିବାକୁ ହେବ। ଏହା ବେହେଦର ବୈରାଗ। ସଂସାରରେ ହଦର ଅର୍ଥାତ୍ ବିନାଶୀ ବୈରାଗ କରୁଛନ୍ତି। କେବଳ ଘର ଦ୍ୱାରା ବୈରାଗ କରିଦେଉଛନ୍ତି। ତୁମର ତ ସମଗ୍ର ପୁରୁଣା ଦୁନିଆ ପ୍ରତି ବୈରାଗ ଆସୁଛି। ଭକ୍ତି ପରେ ପୁରୁଣା ଦୁନିଆର ବୈରାଗ୍ୟ। ପୁଣି ଆମେ ନୂଆ ଦୁନିଆ ଯିବା ଭାୟା ଶାନ୍ତିଧାମ। ବାବା ମଧ୍ୟ କହୁଛନ୍ତି ଏହି ପୁରୁଣା ଦୁନିଆ ଭସ୍ମ ହେବ। ଏହି ପୁରୁଣା ଦୁନିଆରେ ଏବେ ମନ ଲଗାଇବା ଉଚିତ ନୁହେଁ। ତୁମକୁ ଯୋଗ୍ୟ ହେବା ପର୍ଯ୍ୟନ୍ତ ଏହିଠାରେ ହିଁ ରହିବାକୁ ହେବ। ନିଜେ ନିଜର ହିସାବ କିତାବ ସବୁ ଯୁକ୍ତ କରିବାକୁ ହେବ। ତୁମେମାନେ ଅଧା କଳ୍ପ ପାଇଁ ସୁଖ ଜମା କରୁଛ, ଯାହାର ନାମ ଶାନ୍ତିଧାମ ସୁଖଧାମ। ପ୍ରଥମେ ସୁଖ ପରେ ଦୁଃଖ ହେଉଛି। ବାବା ବୁଝାଉଛନ୍ତି ଯେଉଁ ନୂଆ ନୂଆ ଆତ୍ମାମାନେ ଉପରୁ ଆସୁଛନ୍ତି, ଯେପରି କୃଷ୍ଣଙ୍କର ଆତ୍ମା ଆସିଲେ ତାଙ୍କୁ ପ୍ରଥମେ ଦୁଃଖ ମିଳେ ନାହିଁ। ଏହି ଖେଳ ହିଁ ହେଉଛି ପ୍ରଥମେ ସୁଖ ପରେ ଦୁଃଖ। ଯେଉଁମାନେ ନୂଆ ନୂଆ ଆସୁଛନ୍ତି ସେମାନେ ହେଲେ ସତ୍ତ୍ୱପ୍ରଧାନ। ଯେପରି ତୁମର ସୁଖର ପରିମାଣ ଅଧିକ, ସେହିପରି ଅନ୍ୟ ସମସ୍ତଙ୍କର ଦୁଃଖର ପରିମାଣ ଅଧିକ। ଏସବୁ ବୁଦ୍ଧି ଦ୍ୱାରା ବୁଝିବାକୁ ହୁଏ। ବାବା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି, ସେମାନେ ପୁଣି ଅନ୍ୟମାନଙ୍କୁ ବୁଝାଉଛନ୍ତି। ବାବା କହୁଛନ୍ତି ମୁଁ ଏହି ଶରୀର ଧାରଣ କରିଛି। ବହୁତ ଜନ୍ମର ଅନ୍ତିମ ସମୟରେ ଅର୍ଥାତ୍ ତମ ପ୍ରଧାନ ଶରୀରରେ ପ୍ରବେଶ କରୁଛି। ପୁଣି ତାଙ୍କୁ ହିଁ ପ୍ରଥମ ନମ୍ବରରେ ଯିବାକୁ ହେବ। ଫାଷ୍ଟ ସୋ ଲାଷ୍ଟ, ଲାଷ୍ଟ ସୋ ଫାଷ୍ଟ। ପ୍ରଥମ ନମ୍ବରର ଆତ୍ମା ଶେଷକୁ ଓ ସେହି ଶେଷ ଆତ୍ମା ପ୍ରଥମକୁ ଆସୁଛନ୍ତି। ଏ କଥା ମଧ୍ୟ ବୁଝାଇବାକୁ ପଡ଼ୁଛି। ପ୍ରଥମ ନମ୍ବରରେ ବ୍ରହ୍ମା, ପରେ ପୁଣି କିଏ? ମମା। ତାଙ୍କର ପାଠ ରହିବା ଉଚିତ, ଯେ ବହୁତଙ୍କୁ ଶିକ୍ଷା ଦେଇଛନ୍ତି। ପୁଣି ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଅଛନ୍ତି, ଯିଏ ବହୁତକୁ ଶିକ୍ଷା ଦିଅନ୍ତି, ପଢ଼ାନ୍ତି। ଏପରି ମଧ୍ୟ ବହୁତ ଅଛନ୍ତି ଯେଉଁମାନେ ଚେଷ୍ଟା କରି ପାଠ ପଢ଼ାଉଥିବା ଶିକ୍ଷକଙ୍କ ଠାରୁ ମଧ୍ୟ ଆଗକୁ ଚାଲି ଯାଇଥାନ୍ତି। ବହୁତ ସେଣ୍ଟରରେ ଏପରି ରହିଛନ୍ତି ଯିଏକି ପଢ଼ାଉଥିବା ନିମିତ୍ତ ଶିକ୍ଷକଙ୍କ ଠାରୁ ମଧ୍ୟ ଉଚ୍ଚକୁ ଚାଲି ଯାଉଛନ୍ତି। ଜଣେ ଜଣେ ଏଇଭଳି ଅଛନ୍ତି, ସମସ୍ତଙ୍କ ଚଳଣରୁ ଜଣାପଡ଼ି ଯାଇଥାଏ ନା।
କାହାକୁ କାହାକୁ ତ ମାୟା ଏପରି ନାକରୁ ଧରି ନେଉଛି ଯେ ଏକଦମ ଖଲାସ କରିଦେଉଛି, ବିକାରଗ୍ରସ୍ତ ହୋଇଯାଉଛନ୍ତି। ଆଗକୁ ଗଲେ ତୁମେ ଅନେକଙ୍କର କଥା ଶୁଣିବ, ଆଶ୍ଚର୍ଯ୍ୟ ହେବେ। ଇଏ ତ ଆମର ଜ୍ଞାନ ଦେଉଥିଲେ, ପୁଣି ଇଏ କିପରି ଚାଲିଗଲେ? ଆମକୁ କହୁଥିଲେ ପବିତ୍ର ହୁଅ ଏବଂ ନିଜେ ଛି ଛି ପତିତ ହୋଇଗଲେ। ବୁଝି ତ ନିଶ୍ଚିନ୍ତ ପାରିବେ ଯେ ବହୁତ ଛି ଛି ହୋଇଯାଇଛନ୍ତି। ବାବା କହୁଛନ୍ତି ବଡ଼ ବଡ଼ ଭଲ ଭଲ ମହାରଥୀମାନଙ୍କୁ ମଧ୍ୟ ମାୟା ଜୋରରେ ହଇରାଣ କରିବ। ଯେପରି ତୁମେମାନେ ମାୟାକୁ ହରାଇ ବିଜୟୀ ହେଉଛ, ମାୟା ମଧ୍ୟ ଏହିପରି କରିବ। ବାବା କେତେ ଭଲ ଫାଷ୍ଟ କ୍ଲାସ୍ ରମଣୀକ ନାମ ମଧ୍ୟ ରଖିଥିଲେ, କିନ୍ତୁ ଅହମାୟା ଆଶ୍ଚର୍ଯ୍ୟବନ୍ତ, ଶୁଣନ୍ତି, କଥନ୍ତି, ପୁଣି ଭାଗନ୍ତି, ଗିରନ୍ତି ହୋଇଯାଉଛନ୍ତି। ମାୟା କେତେ ଜବରଦସ୍ତ ଅଟେ, ସେଥିପାଇଁ ପିଲାମାନଙ୍କୁ ବହୁତ ଖବରଦାର ହୋଇ ରହିବାକୁ ହେବ। ଏହା ଯୁଦ୍ଧ ଭୂମି ଅଟେ ନା। ମାୟା ସହିତ ତୁମର କେତେ ବଡ଼ ଯୁଦ୍ଧ ହେଉଛି। ଆଚ୍ଛା, ମିଠେ ମିଠେ ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର 1. ଏହିଠାରେ ହିଁ ସବୁ ହିସାବ କିତାବ ଚୁକ୍ତ କରି ଅଧାକଳ୍ପ ପାଇଁ ସୁଖ ଜମା କରିବାକୁ ହେବ। ଏହି ପୁରୁଣା ଦୁନିଆ ସହିତ ବର୍ତ୍ତମାନ ମନ ଲଗାଇବା ଉଚିତ ନୁହେଁ। ଏ ଆଖି ଦ୍ୱାରା ଯାହା କିଛି ଦେଖାଯାଉଛି ସବୁଗୁଡ଼ିକୁ ଭୁଲିଯିବାକୁ ହେବ। 2. ମାୟା ବହୁତ ଶକ୍ତିଶାଳୀ, ତେଣୁ ତାହାଠାରୁ ସାବଧାନ ହୋଇ ରହିବାକୁ ହେବ। ପାଠ ପଢ଼ାରେ ଦ୍ରୁତ ଗତିରେ ଆଗକୁ ଯିବାକୁ ହେବ। ଏକମାତ୍ର ବାବାଙ୍କଠାରୁ ହିଁ ଶୁଣିବାକୁ ହେବ ଏବଂ ତାଙ୍କଠାରୁ ଶୁଣୁଥିବା ଜ୍ଞାନ ଅନ୍ୟମାନଙ୍କୁ ଶୁଣାଇବାକୁ ହେବ। ବରଦାନ ବେହେଦର ବାବା ଦୃଷ୍ଟି, ବୃତ୍ତି ଏବଂ ସ୍ଥିତି ଦ୍ୱାରା ସମସ୍ତଙ୍କର ପ୍ରିୟ ହେଉଥିବା ଡବଲ ଲାଇଟ୍ ଫରିସ୍ତା ହୁଅ। ଫରିସ୍ତା ମାନେ ସମସ୍ତଙ୍କର ପ୍ରିୟ, କାହିଁକି ନା ଫରିସ୍ତା ସମସ୍ତଙ୍କର ଅଟେ, ଜଣେ ଦୁଇ ଜଣଙ୍କର ତ ନୁହେଁ। ବେହେଦ ଦୃଷ୍ଟି, ବୃତ୍ତି, ସ୍ଥିତି ବାଲା ଫରିସ୍ତା ସମସ୍ତଙ୍କ ପାଇଁ ପରମାତ୍ମାଙ୍କର ସନ୍ଦେଶ ବାହକ ହୋଇଥାଏ। ଫରିସ୍ତା ଅର୍ଥାତ୍ ଡବଲ ଲାଇଟ୍, ସମସ୍ତଙ୍କର ରିସ୍ତା ଅର୍ଥାତ୍ ସମ୍ବନ୍ଧ ଏକମାତ୍ର ବାବାଙ୍କ ସହିତ ଯୋଡ଼ି ବା ବାଲା, ଦେହ ଏବଂ ଦେହର ସମ୍ବନ୍ଧ ଠାରୁ ସ୍ୱତନ୍ତ୍ର, ନିଜକୁ ଏବଂ ସମସ୍ତଙ୍କୁ ନିଜର ଚାଲିଚଳନ ଚେହେରା ଦ୍ୱାରା ବାବାଙ୍କ ସମାନ କରିଲା ବାଲା, ସମସ୍ତଙ୍କର କଲ୍ୟାଣକାରୀ ଅଟେ। ଏହିଭଳି ଫରିସ୍ତା ହିଁ ସମସ୍ତଙ୍କର ପ୍ରିୟ ଅଟେ। ସ୍ଲୋଗାନ: ଯେତେବେଳେ ତୁମମାନଙ୍କର ଚେହେରା ଦ୍ୱାରା ବାବାଙ୍କର ଚରିତ୍ର ଦେଖାଯିବ, ସେତେବେଳେ ଯାଇ ସମାପ୍ତ ହେବ। ଓମ୍ ଶାନ୍ତି। हमने प्यार वो पाया जो दुनिया पा नहीं सकती। ଆଜି ମୋର ଦୃଷ୍ଟି ସମାନ, ମୁଁ ସନ୍ତୁଷ୍ଟ ଆତ୍ମା ଅଟେ, ମୁଁ ସର୍ବ ପ୍ରାପ୍ତି ସ୍ୱରୂପ